ଆପଣଙ୍କ ଘରେ ସୁନା ରୂପା ରଖିଛନ୍ତି ଏବଂ ଘରକୁ ବନ୍ଦ କରି କେଉଁ ଆଡ଼େ ବୁଲିବାକୁ ଯାଉଛନ୍ତି ତେବେ ସାବଧାନ ହେଇଯାଆନ୍ତୁ। କାରଣ ଯେଉଁମାନଙ୍କୁ ଆପଣ ମେଳା ମହୋତ୍ସବରେ ଯେଉଁମାନଙ୍କ ଠାରୁ କଣ୍ଢେଇ କିଣୁଛନ୍ତି, ବେଲୁନ୍ କିଣୁଛନ୍ତି, ଦୟାବଶବର୍ତ୍ତ ହୋଇ ସେମାନେ ଗରିବ ଶ୍ରେଣୀର ବୋଲି ଯଦି ମୁଁ କହିବି, ଇଏ ଯେଉଁ 4 ଜଣ ମୁଖା ପିନ୍ଧା ବସିଛନ୍ତି, ଇଏ 4 ଜଣ ହେଉଛନ୍ତି ବିହାର ଅଞ୍ଚଳର ଜିଗର ରାମ, ଅମିର ଖରୱାର, ସରୋଜ କୁମାର ଖରୱାର ଏବଂ ରମିନ୍ଦର ଖରୱାର, ଯେଉଁମାନେ ଢେଙ୍କାନାଳରେ ଗୋଟିଏ ଲୁଟ୍ ଚଳାଇଥିଲେ ଏବଂ ବିଭିନ୍ନ ବନ୍ଦ ଘରୁ ପ୍ରାୟ 35 ଲକ୍ଷରୁ ঊର୍ଦ୍ଧ୍ୱ ସୁନା ଗହଣା ଲୁଟ୍ କରୁଥିଲେ ଏବଂ ତାଙ୍କଠୁ ବର୍ତ୍ତମାନ ଆଜି ସକାଳୁ ସକାଳୁ ଯେତେବେଳେ ପୋଲିସ କୋରିଆ ବାଇପାସଠାରେ ଯାଞ୍ଚ ପ୍ରକ୍ରିୟା କରୁଥିଲା ସେତେବେଳେ ଏମାନଙ୍କୁ ଧରିଥିଲା, ଅଟୋରେ ଆସୁଥିଲେ ଏବଂ ଧରା ପଡ଼ିବା ପରେ ୟାଙ୍କର ପୁରା କାରନାମା ପଦାକୁ ଆସିଛି। ୟାଙ୍କ ନାମରେ ପ୍ରାୟ ବର୍ତ୍ତମାନ ଟାଉନ ଥାନାରେ ଯଦି ଦେଖିବା 8ଟି କେସ୍ ରହିଛି ଏବଂ ଅନ୍ୟାନ୍ୟ ଥାନାରେ କ'ଣ କେସ୍ ରହିଛି ତାର ମଧ୍ୟ ଯାଞ୍ଚ ଚାଲିଛି। ତେବେ ଏମାନେ ହେଉଛନ୍ତି ବଞ୍ଜାରା ଶ୍ରେଣୀର ଲୋକ ଯେଉଁମାନେ ବିଭିନ୍ନ ମେଳା ମଉଜରେ ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି ଏବଂ ଖେଳନା ବ୍ୟବସାୟ କରନ୍ତି ଏବଂ ସାଧାରଣ ଲୋକ ଯେଉଁମାନେ ଅଛନ୍ତି ସେମାନେ ଏମାନଙ୍କ ଦୟାବଶବର୍ତ୍ତ ହୋଇ ଏମାନଙ୍କ ଗରିବ ଶ୍ରେଣୀ ବୋଲି ୟାଙ୍କଠାରୁ କିଣନ୍ତି ଏବଂ ସେତେବେଳେ ସେମାନେ ମାର୍କିଂ କରନ୍ତି ଯେ କାହା ପାଖରେ ସୁନା ବେକରେ ଅଛି ବା କ'ଣ ଅଛି ଏବଂ ସେହି ଅନୁସାରେ ଦିନ ବେଳେ ସାଇକେଲରେ ସେମାନେ ଫଲୋଅପ୍ କରନ୍ତି ଏବଂ ବିଭିନ୍ନ ଘର ଦେଖନ୍ତି, ଯେଉଁ ଘର ବନ୍ଦ ଥାଏ ତାକୁ ଟାର୍ଗେଟ ନିଅନ୍ତି, 2-3 ଦିନ ଯେଉଁ ଘର ବନ୍ଦ ଥାଏ ତାକୁ ଟାର୍ଗେଟ ନିଅନ୍ତି ଏବଂ সেই ଟାର୍ଗେଟ ଅନୁସାରେ ଘରକୁ ସେମାନଙ୍କ ଟାର୍ଗେଟ ନିଅନ୍ତି ଏବଂ ବର୍ତ୍ତମାନ ତାଙ୍କ ଠାରୁ 15 କେଜିର ଗଞ୍ଜେଇ ସହିତ ବିଭିନ୍ନ ଗୋଲ୍ଡ ସୁନାର ଇୟରିଂ, ସୁନାର ଚୁଡ଼ି, ସୁନାର ନେକଲେସ୍ ଏଭଳି ବିଭିନ୍ନ କିସମର ସୁନାର ଅଳଙ୍କାର କ'ଣ ତାଙ୍କଠାରୁ ସିଜ୍ କରାଯାଇଛି ଏବଂ ସିଧାସଳଖ ଯଦି କହିବା 4,300 ଟଙ୍କା କ୍ୟାସ୍ ମଧ୍ୟ ଧରାଯାଇଛି। କେମିତି ସାର୍ ଏମାନଙ୍କୁ ଯାଞ୍ଚ ପ୍ରକ୍ରିୟା ଆସିଲା ବା କେମିତି ଏମାନେ ଧରା ପଡ଼ିଲେ? ଆଜି ସକାଳେ ଢେଙ୍କାନାଳ ଟାଉନ ପିଏ ଷ୍ଟାଫ୍ ଯେତେବେଳେ ଆମର ଏମ୍ଭି ଚେକିଂ କରୁଥିଲେ କୋରିଆ ବାଇପାସରେ ଗୋଟେ ଅଟୋ ରିକ୍ସା ସସ୍ପିସିୟସ୍ ମ୍ୟାନରରେ ଆମର କୋରିଆ ବାଇପାସ୍ ପଟରୁ ଟୁୱାର୍ଡସ୍ କଟକ ଯାଉଥିଲା। ସେଇଟା ଚେକିଂ ସମୟରେ ଏଠୁ ଗଞ୍ଜା ବାହାରିଲା, 15 କେଜି ଗଞ୍ଜା ଯାହାକୁ ଓଜନ କରାହେଇଛି ଏବଂ ସୁନା ଗହଣା ବାହାରିଛି। ଏମାନେ ସାର୍ ସାଧାରଣତଃ କ'ଣ କରନ୍ତି ସହର ଭିତରେ, ଏମାନେ କେମିତି ପ୍ରବେଶ କରନ୍ତି, କ'ଣ ସବୁ ଏମାନେ କରନ୍ତି, କେଉଁଠି ରୁହନ୍ତି? ଆପଣଙ୍କର ଏ ଯେଉଁ ଢେଙ୍କାନାଳ ମହୋତ୍ସବ ଚାଲିଥିଲା, ଏମାନେ ଜାଣିଛନ୍ତି ଯେଉଁଠି ମହୋତ୍ସବ କ'ଣ ହେଉଛି କେତେବେଳେ ହୁଅନ୍ତି, ତେଣୁ ସେଇ ମହୋତ୍ସବକୁ ଟାର୍ଗେଟ୍ କରିକି ସେମାନେ ଟୟ ଫୟ ବିକ୍ରି କରିବା ବାହାନରେ ସବୁ ଆସନ୍ତି। ଆଉଟସ୍କାର୍ଟରେ ଭିତରେ ପଲିଥିନ୍ ପକାଇକି ରହନ୍ତି, ସେଇଠୁ ଆସି ରାତି ଦିନ ବେଳେ ସେମାନେ ଟାର୍ଗେଟ୍ କରନ୍ତି କେଉଁ ଘର ଲକ୍ ଅଛି, ତାପରେ ରାତିରେ ସେମାନେ ତାଲା ଭାଙ୍ଗିକିରି ସେ ଘର ଚୋରି କରନ୍ତି। ବର୍ତ୍ତମାନ ଏମାନଙ୍କର ଆଉ କେଉଁ ଥାନାରେ ଅଛି ତାର ବିଷୟରେ ଯାଞ୍ଚ ଚାଲିଛି ନା କିଛି ଜଣାପଡ଼ିଲାଣି? ନା ଇନଭେଷ୍ଟିଗେସନ୍ ଚାଲିଛି, ସେ ବାବଦରେ ଇନଭେଷ୍ଟିଗେସନ୍ ଚାଲିଛି। ଗଞ୍ଜା କେଉଁଠୁ ମଧ୍ୟ ଆଣିଛି ସେ ବାବଦରେ ମଧ୍ୟ ତଦନ୍ତ ଚାଲିଛି। ଆପଣଙ୍କ ମାଧ୍ୟମରେ ଆମେ ଜନସାଧାରଣଙ୍କୁ ଆମର ଢେଙ୍କାନାଳର ସମସ୍ତଙ୍କୁ କହୁଛୁ ଯେ ସେମାନେ ଯେତେବେଳେ ଘର ଛାଡ଼ିକରି ମାନେ ବାହାରକୁ ଯାଉଛନ୍ତି ଜଣଙ୍କୁ କାହାକୁ ଜଗାନ୍ତୁ, CCTV ସମସ୍ତେ ମଧ୍ୟ ଘରେ ଲଗାନ୍ତୁ। ନିହାତି ଭାବେ ଯଦି କହିବା ଜିଲ୍ଲା ପୁଲିସ ପକ୍ଷରୁ ଯାହା ସୂଚନା ଦିଆଯାଇଛି ଯେ ଯେଉଁମାନେ ଘର ଛାଡ଼ିକି ଅଲଗା କୁଆଡ଼େ ଯାଉଛନ୍ତି ବା ବୁଲିବାକୁ ଯାଉଛନ୍ତି ସେମାନେ ପଡ଼ୋଶୀ କାହାକୁ ସୂଚନା ଦିଅନ୍ତୁ ବା ଥାନାରେ ସୂଚନା ଦିଅନ୍ତୁ ଏବଂ ସମସ୍ତେ CCTV ଲଗାଇବାର ବ୍ୟବସ୍ଥା କରନ୍ତୁ ଏବଂ ଏଇଭଳି ଯେଉଁମାନେ ଅଛନ୍ତି ବିହାରୀ ବ୍ୟବସାୟୀ ଅଛନ୍ତି ଏମାନଙ୍କ ଉପରେ ଦୟାବଶବର୍ତ୍ତ ହୁଅନ୍ତି ନାହିଁ, କାରଣ ଆମେ ଦୟାବଶବର୍ତ୍ତ ହୋଇକି ଏମାନଙ୍କ ଠାରୁ ବେପାର କିଣୁଛୁ ଏବଂ ତାରି ମଧ୍ୟରେ ସେମାନେ ଆମକୁ ଟାର୍ଗେଟ ନିଅନ୍ତି। ଆମକୁ ଟାର୍ଗେଟ ନେଲା ପରେ ବିଭିନ୍ନ ସମୟରେ ଏମାନେ ଲୁଟ୍ କରନ୍ତି। ତେଣୁ ଯେଉଁମାନେ ସୁନା ଗହଣା ବ୍ୟବହାର କରୁଛନ୍ତି ସେମାନଙ୍କୁ ସତର୍କ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ନିବେଦନ କରାଯାଇଛି। ଢେଙ୍କାନାଳ ଏସ୍ପିଙ୍କ ଅଫିସ କାର୍ଯ୍ୟାଳୟରୁ ଲକ୍ଷ୍ମୀକାନ୍ତ ସାହୁ, ରିପୋର୍ଟର ଷ୍ଟୁଡ଼ିଓ।